ଚାଲିଥିଲା ମନ୍ଦିର ପ୍ରତିଷ୍ଠା। ଦେଖାଦେଲେ ଶିବ ପାର୍ବତୀ ସର୍ପ ରୂପରେ। ଦର୍ଶକ ବନ୍ଧୁ, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କରେ ଶେଷ କେଉଁଠି ତାହା କେହି କହିପାରିବେ ନାହିଁ। ଭକ୍ତଙ୍କ ଡାକ ଶୁଣି ସ୍ୱୟଂ ଭଗବାନ ମର୍ତ୍ତ୍ୟକୁ ଆସିଥିବା ବହୁ ପୁରାଣ ଓ ପୋଥିରେ ଲେଖାଥିବା ଆମେ ସମସ୍ତେ ଜାଣିଛେ। ଠିକ୍ ସେହିପରି ଆଜି ଏକ ଅଲୌକିକ ଘଟଣା ଘଟିଥିବା ଦେଖିବାକୁ ମିଳିଛି, ଯାହା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କକୁ ଦର୍ଶାଇଛି। କଟକ ଜିଲ୍ଲା ବାଣ ପଞ୍ଚାୟତ ବାବା ସୁଭତେଶ୍ୱର ମନ୍ଦିର ପ୍ରତିଷ୍ଠା ପାଇଁ ଡେକୋରେସନ ଚାଲିଥିବା ବେଳେ ମନ୍ଦିରରୁ ବାହାରି ଆସିଥିଲେ ସର୍ପ। ଗତକାଲି ହେବାକୁ ଯାଉଛି ଏହାର ପ୍ରତିଷ୍ଠା ଉତ୍ସବ। ଏହି ଉତ୍ସବରେ ହଜାର ହଜାର ଭକ୍ତମାନଙ୍କ କଳସ ଯାତ୍ରା। ପୁରୀରୁ ପଣ୍ଡିତ ବ୍ରାହ୍ମଣମାନେ ଆସି ମନ୍ଦିର ପ୍ରତିଷ୍ଠା ପାଇଁ ବାବା ସୁଭତେଶ୍ୱର ମନ୍ଦିରରେ ପହଞ୍ଚିବାର ରହିଥିବା ବେଳେ ଏହା ପୂର୍ବରୁ ନିଜ ଭକ୍ତମାନଙ୍କୁ ଦେଖାଦେଲେଣି ମହାଦେବଙ୍କ ବାହନମାନେ। ମନ୍ଦିର ଚାରିପାଖରେ ବୁଲିଲେଣି ନାଗସାପ। ଏହାକୁ ଲୋକେ ଦେଖି ହରିବୋଲ ହୁଳହୁଳିରେ କମ୍ପି ଉଠୁଛି ବାବା ସୁଭତେଶ୍ୱରଙ୍କ ପୀଠ। କଟକ ବାଙ୍କିରୁ ମନୋଜ ପାତ୍ରଙ୍କ ରିପୋର୍ଟ, ସମ୍ପର୍କ ଟିଭି ଓଡ଼ିଶା।